ରାୟଗଡ଼ା ଜିଲ୍ଲାର ଗୁଣପୁର ଅଞ୍ଚଳର ଗୋଟେ ୟଙ୍ଗ କପଲ ପାରଲାଖେମୁଣ୍ଡିରେ ଭଡ଼ା ସୂତ୍ରରେ ରହୁଥିଲେ ନଟରାଜ ସିନେମା ହଲ୍ ପାଖରେ। ସେମାନେ ପ୍ରାୟ ଗତ 2 ମାସ ହବ ସେଠି ଭଡ଼ା ସୂତ୍ରରେ ରହି ଆସୁଥିଲେ। ସେ ପୁରୁଷ ଲୋକଟି ଗୋଟେ ଡ୍ରାଇଭିଂ କାମ କରନ୍ତି। ସେ ରାୟଗଡ଼ା ଗୁଣପୁର ଅଞ୍ଚଳରେ ଡ୍ରାଇଭିଂ କରନ୍ତି ଏବଂ ତାଙ୍କର ଯିଏ ସ୍ତ୍ରୀ ଯାହାକୁ ସେ ଭଲ ପାଇ ବାହା ହେଇଥିଲେ ସେ କୌଣସି ଚାକିରି କରୁନଥିଲେ। 2 ଜଣ ଯାକ ନିଜ ଝିଅର ଘର ଯେଉଁ ଗୁଣପୁର ଅଞ୍ଚଳରେ ସେଠି ସେମାନେ ରହୁଥିଲେ ବାହାଘର ପରେ, କିନ୍ତୁ ପରବର୍ତ୍ତୀ ସମୟରେ ସେ ଝିଅ ତାର ସ୍ୱାମୀକୁ ପ୍ରବର୍ତ୍ତିଥିଲା ଯେ ମୋର ପାରଳାଖେମୁଣ୍ଡିରେ ମୋର ଚାକିରି ହେଇଯିବ, ଆଇଦର ସ୍କୁଲ ଟିଚର କିମ୍ବା ମେଡ଼ିକାଲରେ କୌଣସି ଚାକିରି ମୋତେ ମିଳିଯିବ, ଆଉ ଆପଏଣ୍ଟମେଣ୍ଟ ଲେଟର ଆସିବାକୁ ସମୟ ପାଖେଇଲାଣି, ତେଣୁ ଆମେ ଚାଲ ସେଇଠି ଯାଇକି ରହିବା। ତ ସେମାନେ 2 ଜଣ ଯାକ ପ୍ରାୟ 2 ମାସ ହବ ଭଡ଼ାରେ ପାରଲାଖେମୁଣ୍ଡିରେ ରହୁଥିଲେ। ହଠାତ୍ ଏଇ ମେ 6 ତାରିଖ ଦିନ ସକାଳେ ତାଙ୍କ ଭିତରେ ବଚସା ହେଇଛି। 2 ଜଣ ପରସ୍ପରକୁ ନିଜର ଚରିତ୍ର ବାବଦରେ ସନ୍ଦେହ କରି ନିଜ ଭିତରେ ଗାଳିଗୁଲଜ ମାରପିଟ ଏମିତି ହେଇଥିଲା। ତାପରେ ହଠାତ୍ କି 7 ତାରିଖ ଦିନ ସକାଳେ ସେ ଘରୁ ଦୁର୍ଗନ୍ଧ ଆସୁଥିବାର ଦେଖି ଯିଏ ଘର ମାଲିକ ଥାନାରେ ଆସି ରିପୋର୍ଟ କରିଥିଲେ ଏବଂ ଥାନା ତରଫରୁ ଯାଇ ଯେତେବେଳେ କବାଟ ଖୋଲି ଦେଖିବାକୁ ମିଳିଲା ଯେ ସେ ଯୁବକ ଜଣକ ମୃତ ଅବସ୍ଥାରେ ତାଙ୍କର ମୃତ ଡେଡ୍ ବଡି ପଡ଼ିଛି ଏବଂ ନାକରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା, ଯାହାକି ବେକ ଏବଂ ଛାତିରେ ସେ ରକ୍ତ ଗୁଡ଼ାକ ବୋହିଥିଲା। ସଙ୍ଗେ ସଙ୍ଗେ ତା ଉପରେ ଇନକ୍ୱେଷ୍ଟ କରାଯାଇଥିଲା ଏବଂ ଜିଲ୍ଲା ହେଡ଼କ୍ୱାର୍ଟର ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ସେ ମୃତକଙ୍କର ତାଙ୍କର ଭଉଣୀ, ମୃତକଙ୍କର ମା ମେଲକା ଅନୁସୟା ଥାନାରେ ଅଭିଯୋଗ କରିଥିଲେ ଯେ ମୋର ପୁଅକୁ ମୋର ବୋହୂ ମାରିଦେଇ କୁଆଡ଼େ ପଳେଇ ଯାଇଛି ବୋଲି। ୟା ଉପରେ ଆମର ତଦନ୍ତ କେସ୍ ରେଜିଷ୍ଟର କରାଯାଇଥିଲା ଏବଂ ତଦନ୍ତ କରାଗଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ 6 ତାରିଖ ଦିନ ତାଙ୍କର କଳି ଝଗଡ଼ା 2 ଜଣଙ୍କ ହେବା ପରେ ମାରପିଟ ହେଇଥିଲା ଏବଂ ପରେ ପରେ ସେ ସ୍ତ୍ରୀ ଘରକୁ କବାଟକୁ ଆଉଜେଇ ଦେଇ ତରତର ଭାବରେ 2ଟି ବ୍ୟାଗ୍ ଧରି ସେଠାରୁ ପଳେଇ ଯାଇଥିଲା, ଯେଉଁଟାକି ପଡ଼ୋଶୀ ଏବଂ ଅନ୍ୟାନ୍ୟ ଆଇ ୱିଟନେସଙ୍କ ପାଖରୁ ଆମକୁ ଶୁଣିବାକୁ ମିଳିଥିଲା। ତ ପୋଷ୍ଟମର୍ଟମ ସମୟରେ ଗଭୀର କ୍ଷତ ଦେଖିବାକୁ ମିଳିଥିଲା ଡେଡ୍ ବଡିର ବେକ ଏବଂ ଛାତିରେ। ଏହାକୁ ଭିତ୍ତି କରି ପୁଲିସର ସନ୍ଦେହ ଦୃଢ଼ୀଭୂତ ହେଇଥିଲା ସେ ମୃତକଙ୍କ ସ୍ତ୍ରୀ ଉପରେ, ଯାହାଙ୍କୁ ଗତକାଲି ରାୟଗଡ଼ା ଜିଲ୍ଲାର ଗୁଣପୁର ଥାନା ଅଞ୍ଚଳରେ ଥିବା ତାଙ୍କ ଗାଁରୁ ତାଙ୍କୁ ଗିରଫ କରିକି ଅଣାଯାଇଥିଲା ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ ଇଣ୍ଟ୍ରୋଗେସନ ସମୟରେ ସେ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ଆମେ ସ୍ୱାମୀ ସ୍ତ୍ରୀ ଭଲରେ ରହୁଥିଲୁ, କିନ୍ତୁ ଚରିତ୍ରକୁ ନେଇକି ଆମ 2 ଜଣଙ୍କ ଉପରେ ସନ୍ଦେହ ରହିଲା, ଯେଉଁଥିପାଇଁ ସେଦିନ ଆମର ଝଗଡ଼ା ହେଲା। ଝଗଡ଼ା ପରେ ପରେ ପରିବା କଟା ଛୁରୀରେ ମୋ ସ୍ୱାମୀକୁ ଆଘାତ କରିଥିଲି ତାଙ୍କ ବେକ ଏବଂ ଛାତିକୁ, ଯାହାଦ୍ୱାରା ସେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କ ମୃତ୍ୟୁ ଦେଖି ସେ ସେଠାରୁ ପଳେଇ ଯାଇଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଛି।